ହ୍ୟାଲୋ ଜୟ ଜଗନ୍ନାଥ। ତ ଲଞ୍ଚରେ ଥିଲା ଭାତ, ତା ସହିତ ଥିଲା ଝାଲ ତରକାରୀ। ଝାଲ ତରକାରୀରେ ବାଇଗଣ ଆଳୁ ଆଉ ଏଇ ଯେଉଁ ଲାଉ ଦଣ୍ଟା ଯେଉଁଟା ଆମେ ଛାତରୁ ଆଣିଥିଲୁ ସେଇଟା ପଡ଼ିଥିଲା। ୟା ଦେହରେ ଟିକେ କଞ୍ଚା ଲଙ୍କା ମସ୍ତ ନା ଦଳା ହବ, ଉଫ୍। ବୟସ ଓଭର ଦେଇଦେଉ ପାଣି ଆସୁଛି ପାଟିରେ। ତା ସହିତ ଥିଲା କାଙ୍କଡ଼ ଭଜା। ଏଇଟା ହେଲା ଦେଶୀ କାଙ୍କଡ଼, ଏଇ ଯେଉଁ ଛୋଟ ଛୋଟ କାଙ୍କଡ଼ ମିଳେ ମଞ୍ଜି ଭର୍ତ୍ତି ଥାଏ। ସେଇ କାଙ୍କଡ଼, ତା ଟେଷ୍ଟ କିଛି ନିଆରା। ଆଉ ଗୋଟେ ଡିଶ୍ ଥିଲା, ହେଲା ତା ସହିତ ଥିଲା ଆମର ଲାଉର ତରକାରୀ, ମାନେ ଲାଉ ବେସର, ଆଳୁ ଟିକେ ପଡ଼ିଥିଲା, ବସ୍। ତ ଖାଇବାଟା ଏମିତି ଦେଶୀ ଷ୍ଟାଇଲ୍ ଖାଇବାଟା ଆକ୍ଚୁଆଲି ପେଟ ପାଇଁ ବି ଭଲ ଆଣ୍ଡ ଟେଷ୍ଟସ୍ ଗୁଡ୍ ଅଲସୋ। ଯେତେ ଆପଣ ମସଲା ମସଲି ଖାଇବେ ଆପଣଙ୍କୁ ହଜମ କରିବାକୁ ସେତେ ଟେନସନ୍, ସେତେ ଟାଇମ୍ ଟେକିଂ। ତ ଘରେଲୁ ଦେଶୀ ଖାଇବା ଖାଆନ୍ତୁ। ଆଉ ଯାହା ବି ଫ୍ରୁଟ୍ସ ଆଭେଲେବଲ୍, ସିଜନାଲ୍ ଫ୍ରୁଟ୍, ଏମିତି ଯେମିତିକି ଏଇ ଦେଶୀ କାଙ୍କଡ଼, ଏଇଟା ଏତିକି ଟାଇମ୍ରେ ହିଁ ମିଳେ, ବର୍ଷା ଦିନିଆ ହିଁ ମିଳେ, ତାପରେ କେଉଁଠି ଗାୟବ ହେଇଯାଏ, ହ୍ୱିଚ୍ ଆଇ ରିଏଲି ମିସ୍ ଆ ଲଟ୍। ତ ଏନିୱେ ଏଇସବୁ ଜିନିଷ ମସ୍ତ କରିକିନା ଖାଆନ୍ତୁ। ହଁ, ଆଉ ଯଦି ଝାଲ ତରକାରୀ କରିଛନ୍ତି, ମାନେ ଯେଉଁ ବେସର ବାଲା ଗ୍ରେଭି ବାଲା ତରକାରୀ କରିଛନ୍ତି, ସେଥିରେ କେବେ ଲାଉ ଦଣ୍ଟା ପକେଇକି ଦେଖନ୍ତୁ, ମାନେ ଟେଷ୍ଟ ହିଁ ଅଲଗା ଆସିବ। ଆଉ ବାଇଗଣ ତ ସେମିତି ପଡ଼ିଥାଏ, ଆଉ ସାରୁ ବି ପକେଇ ପାରନ୍ତି ତା ଦେହରେ, ମାନେ ଗୋଟେ ଚୋଖା ବାଲା ଟେଷ୍ଟ ଆସେ, ମସ୍ତ ବାଲା। ତ ଏମିତି ଗୋଳା ଗୋଳି କରିକି ଖାଇବା କଥା ସେମିତି ଖାଇଗଲି। ଆଉ ସାଇଡ଼ରେ ରଖିଥିଲି କାକୁଡ଼ି ଆଉ ଲଙ୍କା। ତ ଜାଣିଛନ୍ତି ମୁଁ ତ ରଖେ ହିଁ, ଟିକେ ଲଙ୍କା ନହେଲେ ଭଲ ଲାଗିବନି କିଛି ବି ଜିନିଷ, ତରକାରୀ ହଉ କିମ୍ବା ମାନେ କେଉଁ ବି ଡିଶ୍, ଖାଇବା ଡିଶ୍ ରେସିପିରେ ଟିକେ ଲଙ୍କା ଥବା ଦରକାର। ତ ଇଏ ଥିଲା ମୋର ଆଜିର ଲଞ୍ଚ। ଆପଣମାନେ କ'ଣ ଖାଇଥିଲେ ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ। ବାଏ ବାଏ।